Ekam was conceived with the specific purpose of collective human transcendence and collective human enlightenment. Amma and I have been tirelessly working to establish a minimum of 64,000 meditators in awakened states of consciousness spread across the globe. And 64,000 is all we need to make the transition in human consciousness. Preetha ji and Krishna ji would now be carrying this vision forward. To be part of this vision, you must be willing to dedicate a part of your everyday life and a segment of your consciousness to this vision of global transformation. A unique set of meditations and mystic practices have been designed by Preetha ji and Krishna ji with a singular focus of achieving this collective transcendence. If you are a Diksha giver, your consciousness is already quite well prepared to be a vehicle. All you would now need is to learn the necessary mystic practices to create the desired impact. If you are a novice and seek to be part of this phenomenon, your journey starts with an initiation guided by Preetha ji and Krishna ji, followed by mastery of the mystic practices. Thereafter, you would dedicate 7 minutes every day in meditation for the purpose of global transformation. There would be specific days on which all the Ekam meditators from across the globe would connect as one to create massive energetic shifts on the planet. These collective events would be guided by Preetha ji and Krishna ji. To recharge your consciousness, the Ekam meditators could plan to visit Ekam Mahakshetra and meditate for a minimum of 3 days in a year. The Ekam Mahakshetra was designed to support the cause of this global shift in consciousness towards oneness. Meditating in the sanctum of Ekam is like holding a prayer, staying in the womb of the divine. We would like to invite everyone who is passionate about being part of seeding a new world to join us on this sacred mission of collective transcendence. Let this be your gift to the emerging new world. ଏକ ମେଡିଟେଟର୍ସ ମାନଙ୍କ ପାଇଁ ଶ୍ରୀ କୃଷ୍ଣଜୀଙ୍କ ସନ୍ଦେଶ। ଯେତେବେଳେ ମୁଁ ଆଖି ବନ୍ଦ କରେ, ପୃଥକ ଭାବରେ ଦେଖିବାର ଭ୍ରମ ଦୂର ହୋଇଯାଏ ଏବଂ ସେଠାରେ ଏକ ଅବିଭକ୍ତ ଚୈତନ୍ୟ ହିଁ ଥାଏ। ପ୍ରତ୍ୟେକ ମଣିଷ ଏକ ତରଙ୍ଗ ଯାହା ଚକ୍ରାକାରରେ ସର୍ବଦା ବିସ୍ତାରିତ ହୁଅନ୍ତି ଏବଂ ଅନ୍ୟ ତରଙ୍ଗ ସହିତ ବିଲୀନ ହୋଇ ମାନବ ଚୈତନ୍ୟ କ୍ଷେତ୍ରରେ ଲହରୀ ସୃଷ୍ଟି କରନ୍ତି। ଜୁଆର ଯେପରି ସମଗ୍ର ଉପକୂଳ ରେଖା ବଦଳାଇ ଦେଇଥାଏ, ଧ୍ୟାନ ଦ୍ୱାରା ଉତ୍ପନ୍ନ ଶାନ୍ତିର ତରଙ୍ଗ ମାନବ ମାନଙ୍କର ସାମୂହିକ ଚୈତନ୍ୟର ନକ୍ସା ଉପରେ ପ୍ରଭାବ ପକାଇଥାଏ ଏବଂ ଏହାକୁ ଏକତ୍ୱ ଆଡ଼କୁ ଠେଲିଦିଏ। ସାମୂହିକ ମାନବ ଚୈତନ୍ୟର ଗତିପଥକୁ ପରିବର୍ତ୍ତନ କରିବା ନିମନ୍ତେ ସେହି ତରଙ୍ଗ ହେବା ପାଇଁ ଆମେ ଆପଣଙ୍କୁ ଏକ ମେଡିଟେଟର୍ସ ଭାବରେ ନିମନ୍ତ୍ରଣ କରୁଛୁ। ଯେତେବେଳେ 64,000 ଲୋକ ଅନବରତ ଭାବରେ ମୁକ୍ତିର ସିଡ଼ିରେ ଉଠିବେ ଏବଂ ବିଶ୍ୱ ଚୈତନ୍ୟକୁ ପରିବର୍ତ୍ତନ କରିବା ପାଇଁ ଧ୍ୟାନ କରିବେ, ସେତେବେଳେ ଏକ ପର୍ଯ୍ୟାୟ ପରିବର୍ତ୍ତନ ହେବ ଏବଂ ଏହି ବିଶ୍ୱ କରୁଣା, ଶାନ୍ତି ଏବଂ ଏକତା ଦିଗରେ ଅଗ୍ରସର ହେବ। ଏହା ଏକ ପରିକଳ୍ପନା ନୁହେଁ, ଏହାକୁ ପରୀକ୍ଷା କରାଯାଇଛି। ଉଦାହରଣ ସ୍ୱରୂପ, ମୁଁ ଆପଣଙ୍କ ସହିତ ଜଣେ ବ୍ୟକ୍ତିଙ୍କ ଜୀବନରେ ଘଟିଥିବା ପରିବର୍ତ୍ତନକୁ ବାଣ୍ଟିବାକୁ ଚାହେଁ। ନ୍ୟୁୟର୍କର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଶାନ୍ତି ପାଇଁ କାର୍ଯ୍ୟ କରୁଥିବା ଜଣେ ଜଣାଶୁଣା ବ୍ୟକ୍ତି ବ୍ୟକ୍ତିଗତ ପରିବର୍ତ୍ତନର ଯାତ୍ରା ପାଇଁ ଭାରତରେ ଆମ ଏକାଡେମୀକୁ ଆସିଥିଲେ। 30 ବର୍ଷରୁ ଅଧିକ ସମୟ ଧରି ସେ ପୋଲିସ ଏବଂ ସେହି ଅଞ୍ଚଳର କଳା ସମ୍ପ୍ରଦାୟ ମଧ୍ୟରେ ଶାନ୍ତି ଆଣିବାକୁ ସଂଘର୍ଷ କରିଆସୁଥିଲେ। ଭାରତରେ ନିଜ ବ୍ୟକ୍ତିଗତ ଯାତ୍ରାର ଶେଷରେ ସେ କହିଥିଲେ ଯେ ସେ କ୍ରୋଧୀ ଶାନ୍ତି ପ୍ରବର୍ତ୍ତାରୁ
ଏକ ଶାନ୍ତ ହୃଦୟ ନେତାରେ ପରିଣତ ହୋଇଛନ୍ତି। ୟୁଏସ୍ଏ କୁ ଫେରିବା ପରେ ତାଙ୍କର ସାରା ଶାନ୍ତିରକ୍ଷକ ଦଳ ଆମର ଧ୍ୟାନ ଅଭ୍ୟାସ କରିବା ଆରମ୍ଭ କଲେ। 2 ବର୍ଷ ପରେ ସେ କହିଲେ ଯେ 30 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ 568 ଦିନ ଧରି ତାଙ୍କ ଅଞ୍ଚଳରେ ବନ୍ଧୁକ ହିଂସା କିମ୍ବା ମୃତ୍ୟୁ ଘଟିନାହିଁ। ଏହି ମହିଳା ଏବଂ ତାଙ୍କ ଶାନ୍ତିରକ୍ଷକମାନେ ବହୁତ ଅସ୍ଥିର ପରିସ୍ଥିତିରେ କାମ କରନ୍ତି। ସେମାନଙ୍କର ସାମୂହିକ ଧ୍ୟାନ ଏବଂ ଆନ୍ତରିକ ଶାନ୍ତି ତରଙ୍ଗ ପରି ବିକିରଣ ହୋଇ ସେହି ସମଗ୍ର ଅଞ୍ଚଳର ଚୈତନ୍ୟ କ୍ଷେତ୍ରକୁ ପ୍ରଭାବିତ କଲା। ଆମେ ଜାଣୁ ଯେ ଆପଣମାନେ ଏକ ପରିବର୍ତ୍ତନ ଆଣିପାରିବେ। ଯଦି ଆମେ ଏକ ସାମୂହିକ ଭାବରେ ସଂଯୁକ୍ତ ହୋଇ ଧ୍ୟାନ କରିବା, ଆମ ଭିତରୁ ପ୍ରତ୍ୟେକ ବିଶ୍ୱ ଚୈତନ୍ୟରେ ଏକ ପରିବର୍ତ୍ତନ ଆଣିପାରିବେ। ଏହା ଏଭଳି ଏକ ସମୟ ଯେଉଁ ସମୟରେ ଆମେ ସମସ୍ତଙ୍କର ମଙ୍ଗଳ ପାଇଁ ଆମର ମୁଁର ଭାବକୁ ବିସ୍ତାର କରିବା। ଯେପରି ନିଜର ଭବିଷ୍ୟତ ଓ ନିଜ ପରିବାରର ଭବିଷ୍ୟତର ସୁରକ୍ଷା ପାଇଁ ଆପଣ ସମୟ ଏବଂ ଶକ୍ତିକୁ ବିନିଯୋଗ କରନ୍ତି, ସେହିପରି ବର୍ତ୍ତମାନର ଆବଶ୍ୟକତା ହେଉଛି ଆପଣ ମାନବ ଜାତିର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ପ୍ରତିଦିନ 7 ମିନିଟ୍ ବିନିଯୋଗ କରନ୍ତୁ। ଆମେ ସାମୂହିକ ଅନୁଭବାତୀତ ସ୍ଥିତି ପ୍ରାପ୍ତ କରିବାର ଉଚ୍ଚ ଆଶା କରିବା। ଏହି ଦୁନିଆକୁ ଆମର ସାହାଯ୍ୟ ଆବଶ୍ୟକ। ମାନବ ଚୈତନ୍ୟକୁ ପ୍ରଭାବିତ କରିବା ପାଇଁ ଏହି ମହାନ ସଂକଳ୍ପରେ ଶ୍ରୀ ଆମ୍ମା ଓ ଶ୍ରୀ ଭଗବାନ ପ୍ରୀତାଜୀ ଏବଂ ମୋ ସହିତ ଯୋଗ ଦିଅନ୍ତୁ। ଏକ ମେଡିଟେଟର୍ସ ହୁଅନ୍ତୁ। ଆମ ଗ୍ରହରେ ପ୍ରକୃତ ଏକତ୍ୱ ଆଣିବାକୁ ଧ୍ୟାନ କରନ୍ତୁ। ଏହି ଅଦ୍ଭୁତ ଘଟଣା ପାଇଁ ଆପଣଙ୍କୁ ପ୍ରସ୍ତୁତ କରିବା ପାଇଁ ଆମେ ଏକ ବିଶେଷ ଅଲୌକିକ ସାଧନା ପ୍ରସ୍ତୁତ କରିଛୁ। 7 ଦିନର ଅଭ୍ୟାସ ପରେ ଆପଣଙ୍କୁ ଏକ ମେଡିଟେଟର୍ସ ଭାବରେ ଦୀକ୍ଷିତ କରାଯିବ। ଥରେ ଦୀକ୍ଷିତ ହୋଇଗଲେ ଆପଣଙ୍କୁ ଜଗତର ମଙ୍ଗଳ ପାଇଁ ପ୍ରତିଦିନ 7 ମିନିଟ୍ ଧ୍ୟାନ କରିବାକୁ ପଡ଼ିବ। ବିଶ୍ୱ ଏକ ମେଡିଟେଟର୍ସ ଭାବରେ ମାନବୀୟ ଚୈତନ୍ୟକୁ ସାମୂହିକ ଭାବରେ ପ୍ରଭାବିତ କରିବା। ଆମେ କେବେ କେମିତି ଏକତ୍ରିତ ହେବା ଏବଂ ଆମେ ଏକ ପରିବର୍ତ୍ତିତ ଦୁନିଆର ଆବିର୍ଭାବ ଦେଖିବା। ଗୋଟିଏ ଦୁନିଆ ଯାହା ଏକତ୍ୱ ଭାବରେ ଭରି ଯାଇଥିବ।